ହେଉଛି ଆମର ମୁସଲିମ ସମ୍ପ୍ରଦାୟଙ୍କର ମହମ୍ମଦଙ୍କ ଜୟନ୍ତୀ ଜନ୍ମଦିନ ପାଳନ କରୁଛନ୍ତି। ସେହି ଅବସରରେ ଆମର ଭାଇଚାରା ସମ୍ପର୍କ ରଖି ହିନ୍ଦୁ ମୁସଲିମ ଭାଇ ଭାଇ ହିସାବରେ ଆମ ବଜାର କମିଟି ତରଫରୁ ବ୍ୟବସାୟିକ ସଂଘ ତରଫରୁ ଚାଦର ଧୂପକାଠି ଫଳ ଏବଂ ବୁନ୍ଦିଆ ଲଡୁ ତାଙ୍କୁ ସମର୍ପିତ କରାଯାଇଛି ଏବଂ ସମ୍ପର୍କ ଯୋଉ ଭଳିଆ ରହିବ ଆଗକୁ ଏଇଭଳିଆ ରଖିବୁ ସେଥିପାଇଁ ସଂକଳ୍ପ ନେଇଛୁ। ଆମ ଭିତରେ କୌଣସି ଦ୍ୱିଧା ମତଭେଦ ହେଇନି କି ହେବ ନାହିଁ। ଆଗକୁ ଆମର ମହମ୍ମଦିଆନ ଆଜି ଯୋଉ ମହମ୍ମଦର ଜନ୍ମଦିନ ଚାଲିଛି ଏମିତି ଜୀବନ ଥିଲା ପର୍ଯ୍ୟନ୍ତ ବି ଚାଲିଥିବ। ଆମର କଣାସ ମୁସଲିମ ମସଜିଦ ପ୍ରାଙ୍ଗଣରୁ ଏଇ ଶୋଭାଯାତ୍ରା ବାହାରି ଗୋଲା ବଜାର ଦେଇ ଏବଂ ଗୋଲା ବଜାର ସଭାପତି ସମ୍ପାଦକଙ୍କ ସହିତ ସାକ୍ଷାତକାରୀ ଏବଂ ସେମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଇ ମା କୁଞ୍ଜେଶ୍ୱରୀ ବଜାର କମିଟିରେ ପହଞ୍ଚି ସେ ଆଜିର ସଭାପତି ମହୋଦୟ ଏବଂ କୁଞ୍ଜେଶ୍ୱରୀ ବଜାରର ସମସ୍ତ ସମ୍ପାଦକ ସମସ୍ତ ସଭ୍ୟ ମହୋଦୟଙ୍କୁ ଆମେ ଅଶେଷ ଅଶେଷ ଧନ୍ୟବାଦ ଦଉଛୁ ଏବଂ ଅଶେଷ ଅଶେଷ ଧନ୍ୟବାଦ ସହିତ ଆର୍ଥିକ ଅଭିନନ୍ଦନ ବି ସେମାନଙ୍କୁ ଜଣାଉ। ଆଜି ମହାପୁରୁଷ ମହମ୍ମଦଙ୍କର ଜନ୍ମଦିନ, ତା ଫଳରେ ଆଜି ନୁହେଁ ଆମେ ପିଲାଦିନ ଦେଖି ଆସୁଛୁ ଏଠି ହିନ୍ଦୁ ମୁସଲମାନ ସମସ୍ତେ ଭାଇଚାରା ହେଇକି ଚଳନ୍ତି। ଆଉ କୋଣାର୍କରେ ଏଇଟା ବଡ ପର୍ବ ଆମ ମୁସଲମାନ ଭାଇ ମାନଙ୍କର, ସେଥିରେ ବି ହିନ୍ଦୁ ଭାଇ ମାନେ ଭାଗ ନିଅନ୍ତି। ଆମେ ତ ପିଲାଦିନ ଚଳି ଆସୁଛୁ ଗୋଟିଏ ହେଇକି, ଆଗାମୀ ଦିନରେ ମଲା ପର୍ଯ୍ୟନ୍ତ ବି ଆମେ ଚଳିବୁ ହିନ୍ଦୁ ମୁସଲମାନ ଭାଇ ଭାଇ ହେଇକି, ସେଥିରେ କୌଣସି ଇଏ ନାହିଁ। ତାଙ୍କର ଯୋଉ ମହମ୍ମଦ ଆମର ବି ସେ ଭଗବାନ, ସମସ୍ତେ ଆମେ ତାକୁ ପାଳନ କରୁଛୁ।